କାହିଁକି ଶୋଇଛି ନୀଳଗିରି? ଆସନ୍ତୁ ଥରେ ନଜର ପକାଇବା ନୀଳଗିରି ନିର୍ବାଚନ ମଣ୍ଡଳୀ ଉପରେ। ଓଡ଼ିଶାର ସବୁ ନିର୍ବାଚନ ମଣ୍ଡଳୀ ପୂର୍ଣ୍ଣମୀ ମନାଉଥିବା ବେଳେ କାହିଁକି ନୀଳଗିରି ମନାଉଛି ଅମାବାସ୍ୟା? ନିଘୋଡ଼ ନିଦରେ ଶୋଇଛି ନୀଳଗିରି। ରାସ୍ତାଘାଟଠାରୁ ଆରମ୍ଭ କରି ଦୋକାନ ବଜାର ସବୁଆଡ଼େ ଖାଲି ଖାଁ ଖାଁ ଲାଗୁଛି। ସୁସ୍ଥ ପଡ଼ିଯାଇଛି ଆଜି ନୀଳଗିରି। ତାହାର କାରଣ ଖୋଜିବାକୁ ଆମ ସୂର୍ଯ୍ୟାଲୋକ ମିଡ଼ିଆର ପ୍ରତିନିଧି ଆସି ପହଞ୍ଚିଥିଲେ ନୀଳଗିରି ବିଧାନସଭା ମଣ୍ଡଳୀର ଔପଦା ବ୍ଲକରେ। ଜନତାଙ୍କର ମତାମତ ଜାଣିବା ପାଇଁ। କ'ଣ ଜନତାଙ୍କର ଭୁଲ ନା ସରକାରଙ୍କର? ତ୍ରିସ୍ତରୀୟ ଛକାପଞ୍ଛା ଭିତରେ ବଳି ପଡ଼ିଯାଇଛି ଆଜି ନୀଳଗିରି। ଘୁମୁରି ଘୁମୁରି କାହିଁକି କାନ୍ଦୁଛି ଆଜି ନୀଳଗିରି? ମୁଁ ଅରୁପ ଦାସ। ଆଜି ଆମେ ବାଲେଶ୍ୱର ଲୋକସଭା ମଣ୍ଡଳୀରେ ଏମିତି ଏକ ଅଚିହ୍ନା ଜାଗାରେ ପହଞ୍ଚିଛୁ, ଛିଣ୍ଡି ପାରି ନାହିଁ। ଭବିଷ୍ୟତରେ କ'ଣ ହେବ କେହି ଜାଣିନି। କହିବାର ତାତ୍ପର୍ଯ୍ୟ ହେଲା ବାଲେଶ୍ୱର ଜିଲ୍ଲାରେ ନୀଳଗିରି ଏକ ନିର୍ବାଚନ ମଣ୍ଡଳୀ। ଆମେ ବହୁତ ଲୋକଙ୍କର ପ୍ରତିକ୍ରିୟା ନେଲୁ। ଆଜି ପର୍ଯ୍ୟନ୍ତ ନୀଳଗିରି ଏମିତି ଏକ ଜାଗା ସସ୍ପେନ୍ସ କାହିଁକି ଅଛି, କ'ଣ ପାଇଁ ଅଛି? ନୀଳଗିରି ଯାଇଥିଲୁ, ବହୁତ ଲୋକଙ୍କର ପ୍ରତିକ୍ରିୟା ବି ନେଲୁ। ଦେଖିବା ପାଇଁ ଚାହୁଁଛନ୍ତି ଆପଣଙ୍କ ରାଜନୀତିର ମୂଳ କାରଣ କୁହନ୍ତୁ, ଆଉ ଆପଣଙ୍କୁ ଲୋକ ପସନ୍ଦ କରୁଛନ୍ତି ଆଜିକା ଡେଟ୍ରେ। ଆଜି ଆମର ଯେଉଁ ସର୍ଭେ ରିପୋର୍ଟ କହିଛି ଆପଣଙ୍କୁ ପସନ୍ଦ କରିଛନ୍ତି। ପସନ୍ଦ କରିବାର ମୁଖ୍ୟ କାରଣ ଆପଣ ଆମ ଦର୍ଶକଙ୍କୁ କହିବେ। ଆଜ୍ଞା ଦେଖନ୍ତୁ, ମୁଁ ମୋର ରାଜନୀତି ଛାତ୍ର ରାଜନୀତିରୁ ଆରମ୍ଭ କରିଥିଲି। ଆପଣ ଦେଖିବେ ମୁଁ 1997 ମସିହା ଠାରୁ ଆରମ୍ଭ କରି ମୋର ଛାତ୍ର ରାଜନୀତି ଆରମ୍ଭ କରିଥିଲି। ମୁଁ ସ୍ପେସିଆଲି 2000 ମସିହାରେ ଏବଂ 2001 ଏବଂ 2002 ଜନତାଙ୍କର ମତାମତ ପରେ ଆଜି ଆମେ ନିଷ୍କର୍ଷରେ ପହଞ୍ଚିଛୁ ଯେ କି এই ନୀଳଗିରି ଲୋକସଭା ନା ନିର୍ବାଚନ ମଣ୍ଡଳୀରେ ଔପଦାରେ ଆସି ଆମେ ପହଞ୍ଚିଛୁ। ଜନତାଙ୍କର ପ୍ରତିକ୍ରିୟା ନେଲୁ। ଦେଖିବା ଆଗକୁ ଜନତାଙ୍କର ପ୍ରତିକ୍ରିୟା ନେଲା ପରେ ଯେଉଁ ପ୍ରହଲ୍ଲାଦ ବେହେରା ନାମକ ଏକ ଚର୍ଚ୍ଚିତ ଚେହେରା ଆଜି ସାମ୍ନାକୁ ଆସିଛି, କେମିତି ତାଙ୍କର ରଥ ଆଗକୁ ଗଡ଼ିବ ଆଉ ଦେଖିବାର ଅଛି। ସିଏ ଯଦି ଏଠି ନିର୍ବାଚନ ମଣ୍ଡଳୀରେ ଯଦି ପ୍ରାର୍ଥୀ ହୁଅନ୍ତି, ଆଶାୟିତ ଅଛନ୍ତି, କେମିତି କ'ଣ ଜନତାଙ୍କ ସେବା କରିବା, ଏତିକି ଆମର ଦେଖିବାର ରହିଲା। ଜନତାଙ୍କର ମତାମତ ନେବା ପାଇଁ ଚାହୁଁଛୁ। ସାର୍ ଆପଣଙ୍କ ପରିଚୟ ଦିଅନ୍ତୁ। ମୁଁ ଈଶ୍ୱର ଚନ୍ଦ୍ର ସାମଲ, ଆଉ ତଳିକିଆ ପଞ୍ଚାୟତର ହେଉଛି ପ୍ରଭାରୀ ଅଛି। ନୀଳଗିରି ହଁ, ତଳିକା ପଞ୍ଚାୟତର ପ୍ରଭାରୀ ଅଛି। ମୁଁ 25 ବର୍ଷ ହେଲା ବିଜେପିରେ କାର୍ଯ୍ୟ କରୁଛି। ନା ଠିକ୍ ଅଛି, ବିଜେପିରେ କାର୍ଯ୍ୟ କରୁଛୁ, ସେ ପାଇଁ ନୁହଁ। ଆମେ ଆଜି ଖୋଜି ପାରୁଛୁ ଗୋଟେ ସସ୍ପେନ୍ସ, କାରଣ ନୀଳଗିରିରୁ ଆମେ ବି ସର୍ଭେ ହେଇଛି। ଆଜି ଔପଦାରେ ଆସି ପହଞ୍ଚିଛୁ, ଠିକ୍। ଔପଦାରେ ପହଞ୍ଚିଲା ପରେ କିଛି ଯେଉଁ ସସ୍ପେନ୍ସ ମାନେ ଜାଣିପାରୁଛନ୍ତି, ନୂଆ ଚେହେରା କିଛି ଆସିଛି ଆଗକୁ। ଆମେ ଆଜ୍ଞା ଆମ ଏରିଆରୁ ଔପଦା ଏରିଆରୁ କେବେ କୌଣସି ଦିନ ଏ ଔପଦା ମାଟିରୁ MLA କ୍ୟାଣ୍ଡିଡେଟ୍ ହେବା ପାଇଁ ଯୋଗ୍ୟ ସନ୍ତାନ ବାହାରି ନଥିଲେ। ଏଥର ଆମେ ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକ, ଯାହାଙ୍କ ଘର ଜଗନ୍ନାଥପୁର, ତାଙ୍କୁ ଆମେ ନେଇକି ଆମର ମାନ୍ୟବର MP ଆଉ ଜିଲ୍ଲା ସଭାପତି ତାଙ୍କ ପାଖକୁ ଯାଇକି ତାଙ୍କର ବାୟୋଡାଟା ପୁରା ସବୁ ଦେଇକି ଆସିଛୁ। ଭବିଷ୍ୟତରେ ଯଦି ପ୍ରହଲ୍ଲାଦ ବେହେରା ଯଦି ଏଠିକାର ବିଧାନସଭା ମଣ୍ଡଳୀରେ ଆଗକୁ ଯାଆନ୍ତି, ଆପଣ ଖୁସି ତ? ବହୁତ ଖୁସି ଆଜ୍ଞା। ଆମେ ଅଛୁ, ଏବେ ବି ତାଙ୍କ ସାଙ୍ଗରେ ଅଛୁ। ଆଉ ସିଏ ସବୁ ନିର୍ବାଚନ ମଣ୍ଡଳୀ ବୁଲୁଛନ୍ତି। ଆମେ ବହୁତ ଖୁସି। ତାଙ୍କ ଆପଣଙ୍କୁ ଲାଗୁଛି ଭବିଷ୍ୟତରେ ସେ ଠିକ୍ ଠାକ୍ କାମ କରିପାରିବେ? କାମ କରିବା ଆଜ୍ଞା, ନିଶ୍ଚୟ ଲାଗୁଛି ନିଜେ ଆଜ୍ଞା। ସେ ବହୁତ ଦିନରୁ ବିଜେପିରେ କାମ କରୁଛନ୍ତି। ଆମେ ବି ଜାଣିଛୁ, ସେଇଥିପାଇଁ ତ ତାକୁ ଆଜ୍ଞା ନେଇକି ଯାଇଥିଲୁ ଜିଲ୍ଲା ସଭାପତି ମାନ୍ୟବର MPଙ୍କ ପାଖକୁ। ଆମ ଏରିଆରୁ ଜଣେ ଔପଦା ଏରିଆରୁ ଗୋଟେ ସୁଯୋଗ୍ୟ ସନ୍ତାନ ଆମେ ପାଇଛୁ, MLA ହେବା ପାଇଁ ଯୋଗ୍ୟ ଆଜ୍ଞା। ଦେଖନ୍ତୁ, ଜନତାଙ୍କର ମତାମତ ଆମେ ନେଉଛୁ, ଆଗକୁ ବଢ଼ିବା। ଆଉ କିଛି ଜନତା ଆପଣ ଜଣେ ଆଶା ହେଇପାରୁଛନ୍ତି ଆଜ୍ଞା। ଆମର ଦର୍ଶକ କ'ଣ କହିବା ପାଇଁ ଚାହୁଁଛନ୍ତି? ଦେଖନ୍ତୁ, ମୁଁ ପ୍ରହଲ୍ଲାଦ ବେହେରା, ଆମର ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଁ ଜଣେ ଆଶାୟୀ ପ୍ରାର୍ଥୀ। ମୁଁ ଏତିକି କହିବି, ମୁଁ ଲୋକମାନଙ୍କ ସହିତ ଅଛି। ମୁଁ ଆପଣମାନଙ୍କର ଆଶା ଆକାଂକ୍ଷା, ଆପଣମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ, ଆପଣମାନଙ୍କର ଯେଉଁ ମୌଳିକ ସୁବିଧାରୁ ଆପଣମାନେ ବଞ୍ଚିତ ଅଛନ୍ତି, ସେ ମୌଳିକ ସୁବିଧା ଆପଣମାନଙ୍କରେ ପହଞ୍ଚାଇବା ପାଇଁ, ଆପଣମାନଙ୍କର ସେବା କରିବା ପାଇଁ ମୁଁ ଆପଣଙ୍କ ଜଣକ ପରିବାର ଜଣେ ସଦସ୍ୟ ଭାବରେ ଆପଣଙ୍କ ପାଖକୁ ଆସିଛି। ଏବଂ ମୁଁ ଆପଣମାନଙ୍କର ସ୍ୱରକୁ ନେଇ ଆମ ବିଧାନସଭାରେ ପହଞ୍ଚାଇବି ଏବଂ ଆପଣମାନଙ୍କର ପ୍ରିୟ ଭାଜନ ହେବା ପାଇଁ ଚେଷ୍ଟା କରିବି। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ଭାଇ, ଜନତାଙ୍କର ମତାମତରେ ଏକ ନୂଆ ପିଢ଼ିକୁ ଆସି ପହଞ୍ଚିଛୁ, ପରବର୍ତ୍ତୀ ପିଢ଼ି। ଜନତାଙ୍କର ମତାମତ ଆଉ ପ୍ରତିକ୍ରିୟା
रे आज मैडम आपनकर सर्वप्रथम आपण परिचय दियंतु किछि सस्पेंस रे प्रश्न पचारि तार उत्तर देबे जनतांकर प्रतिक्रिया नबा आ सस्पेंस रो उत्तर आज ही आमे खोज काढिछु आज काढी की जीवु आपनकर परिचय दियंतु मु गड़साई पंचायतर पूर्वतन समिति सभ्या शांतिलता लेंका बर्तमान 1 नंबर जून उपदार महिला मोर्चार सभापति आमे सुनिया पई चाहिछु एठिकार देख नुआ चर्चित चेहरा पदा को आछंती आपण मुह सुनिया पई चाहूछु प्रहलाद बेहरा प्रहलाद बेहरा जदि प्रहलाद बेहरा को निर्वाचन मंडली रे जति आगु को बढ़ा जाए आपण लागुची से ठीक ठाक काम करि परिबे केम आम प्रतिनिधि जनता प्रतिक्रिया नेला परे जानिबाकु पाइलु किछि दलीय आउ किछि निर्दलीय नुआ चेहरा नीलगिरी जनता भूली जाइछंती पुराना चेहरा को खोजुछंती नुआ चेहरा केतेक नुआ चेहरा सामना को आसीथिले मध्य सबुठु आगधाड़ी रे थिले बीजेपी रो आशायी प्रार्थी प्रहलाद बेहरा ताकठारु आमे तांकर प्रतिक्रिया नेलु देखंतु आम प्रतिनिधि अरूपानंद दासकर स्वतंत्र उपस्थापना नीलगिरी अरूपानंद दास को रिपोर्ट सूर्यालोक न्यूज।